ବାୟା କହିଲେ ଘରକୁ ଦେଖିବେନି, ସେଇଟା ଗୋଟେ ମାନେ ପାପ ହେଇଯିବ। ତମ ଘର କୋଉଠି ନା ଆମ ଘର ଅରିଲୋ, ଇଏ କଥା କହିବାନି। କୋଉଠି କହିବା? ଜଣେ ବାବାଜୀ ମୋତେ ଥରେ କହିଲେ, ବୋଲେ ଆପଣଙ୍କ ଜନ୍ମସ୍ଥାନଟା ନା ସେଇଠି, ସେଇ ଯେଉଁ ଆପଣଙ୍କର ସେଇ ଯେଉଁ ନଈକୂଳ ସେଇଠି। ବୋଲି କ'ଣ ନଈକୂଳ, ସେଇ ନଈକୂଳେ ଆପଣଙ୍କ ଘର? ଜାଣି ଅଳ୍ପ ବାଟ, ମାନେ ଖୁବ୍ ଅଳ୍ପ ବାଟ। ଆପଣଙ୍କର ଆଶ୍ରମ ଆମ ଆଶ୍ରମ ଜନ୍ମସ୍ଥାନ ଖୁବ୍ ଅଳ୍ପ ବାଟ। ସେଇ ଏରିଆ ଖାଲି ଥାନା ଟିକେ ଅଲଗା। ମୋର କିଛି କହିଲେ ବୋଲେ କ'ଣ କହିବା ଆଉ, ଇଏ କଥାରୁ ମୋର କିଛି ଶିଖିବାର ନଥାଏ। ତେଣୁ ମୁଁ ଖାଲି ଶୁଣେ, ମନେ ମନେ ହସେ ଏବଂ ରହେ। ସଜ୍ଜନ, ଏଇ ହଉଛି କଥା। ବାୟା କ'ଣ କହିଲେ? ବାୟା କହିଲେ ନାଇଁ, ମାନେ ବାବାଜୀ ବୈଷ୍ଣବ ହେଇଗଲେ କି ବାନପ୍ରସ୍ଥ ଧର୍ମ ଅବଲମ୍ବନ କଲେ ମାନେ ଘରକୁ ଅନେଇବେନି, କିନ୍ତୁ ନିଜକୁ ଅନେଇବେ। ନିଜକୁ ବୋଲେ କ'ଣ ଅନେଇବେ? ନିଜ ଆଗ ପେଟକୁ ଅନେଇବେ। ଏଇ ଯେଉଁ ପେଟଟା ପାଇଛନ୍ତି, ସେ ପେଟରେ କ'ଣ ଖାଦ୍ୟ ପଶିବ ସେଇଟାକୁ ଅନେଇବେ। ମୁଁ ଅମୁକ ଖାଇବି, ଅମୁକ ସ୍ଥାନରେ ଖାଇବି। ଘରେ ଯଦି ମା ରାନ୍ଧିଛି, ଭୋଜନ ମାତୃହସ୍ତେଷୁ, ମା ହାତରୁ ଖାଇବିନି। ଯଦି ଧର୍ମପତ୍ନୀ ମୋର ସ୍ତ୍ରୀ ଯଦି ତାକୁ ରୋଷେଇ କରିଛି, ହେ ତତେ ସେ ରୋଷେଇ ବସେଇ ଆସିବନି, ସେ ଖାଦ୍ୟ ବି ମୁଁ ଖାଇବିନି। ଭଉଣୀ ଯଦି ଭାଇ ପାଇଁ ଟିକେ ରାନ୍ଧିଛି, ଭାଇ ତୋ ପାଇଁ ଚକୁଳି ପିଠାଟା କରିଛି, ଆସୁନୁ ଖାଇବୁ। ନା ନା ନା, ମୁଁ ସେ ଯିବି ବଜାରରେ ଖାଇବି। ତେଣୁ ଆଜିର ବାବୁମାନେ ବଜାରରେ ଖାଉଛ ଖାଅ, କିନ୍ତୁ ମା ହାତ ରନ୍ଧା, ଧର୍ମପତ୍ନୀ ହାତ ରନ୍ଧା ମାନେ ଘରୋଇ ଖାଦ୍ୟ ଖାଇବା ପାଇଁ ଆମର ମନ ନାହିଁ। ତେଣୁ ଆମେ ଆଜି ଅସୁସ୍ଥ ହେଇ ପଡୁଛୁ, କାରଣ ଯେଭଳି ଭୋଜନ ସେମିତିକିଆ ମନ। ଜଣେ ତମକୁ ରୋଷେଇ କରି ଖାଇବାକୁ ଦଉଛି ହୋଟେଲରେ କେବଳ ପଇସା ରୋଜଗାର କରିବା ପାଇଁ। ତମକୁ ସନ୍ତୁଷ୍ଟ କରି ସିଏ ପଇସା ରୋଜଗାର କରିବ। ସନ୍ତୁଷ୍ଟ କରିବ କ'ଣ? ସ୍ୱାଦିଷ୍ଟ ଭୋଜନ ନେଇ। କିନ୍ତୁ ଆମେ ସେଇ ଭୋଜନ ଘରେ ଖାଇବୁ, ଡାଲି ଆଳୁ ଭର୍ତ୍ତା ଟିକେ ଖାଇବୁ, ସିଏ ଭୋଜନ ପବିତ୍ର ଭୋଜନ। ତେବେ ଘରକୁ ଅନେଇବେନି, ନିଜକୁ ଅନେଇବେ। ସେ କେମିତି କହୁଛନ୍ତି? କେହି ଘରକୁ ଅନାଉନାହାନ୍ତି, ସମସ୍ତେ ନିଜକୁ ଅନାଉଛନ୍ତି। ନିଜେ କେମିତି ଭଲ ଖାଇବା, ଭଲ ପିନ୍ଧିବା, ଭଲ ବିଛଣାରେ ଶୋଇବା। ସମସ୍ତେ କହନ୍ତି ଆମେ ପରା ଆମ ପିଲାମାନଙ୍କ ପାଇଁ ଏମିତି କରୁଛୁ, କିନ୍ତୁ ପ୍ରକୃତରେ ସେମାନେ ପିଲାମାନଙ୍କ ପାଇଁ କିଛି କରୁନାହାନ୍ତି। ଏହା ହେଉଛି ଏକ ସଠତା। କାରଣ ଓଡ଼ିଆର ଲୋକ କଥାରେ ଗୋଟେ କଥା ଅଛି, ଯାହା ଖାଇଥିବ ପେଟକୁ, ଯାହା ରଖିଥିବ ଖଣ୍ଡକୁ। ତେଣୁ ଇଏ ସବୁ ସଠତା। ତୁମେ ଯାହା ପାଇଁ କରୁଛ ବୋଲି କହୁଛ, ପ୍ରକୃତରେ କରୁଛ, କିନ୍ତୁ ସେ ମଧ୍ୟ ସେତିକିରେ ତମ ଜୀବନ ସେତିକି ପାଇଁ ସୃଷ୍ଟି ହେଇନି। ତୁମ ଜୀବନର ଯେମିତି ନଦୀ ଗୋଟେ ଏରିଆ ପାଇଁ ସୃଷ୍ଟି ହେଇନି, ନିର୍ଦ୍ଦିଷ୍ଟ ସ୍ଥାନରୁ ସେ ଜନ୍ମ ନେଇଛି ସମୁଦ୍ରରେ ମିଶିବା ପାଇଁ। ତମେ କିନ୍ତୁ ଗୋଳିଆ ପାଣି ହେଇଯାଉଛ। ତମ ଭିତରେ ସେଇ ସମୁଦ୍ର ସହିତ ମିଶିବା ପାଇଁ ତମର ଆବେଗ ନାହିଁ। ବାବା କହିଲେ ନିଜର ସ୍ୱାର୍ଥରେ ଆଞ୍ଚ ଆସିଲେ ବାପ ପୁଅକୁ ଠକିବାରେ ପଶ୍ଚାତପର ହେବ ନାହିଁ।
କେମିତି ବାପଠାରୁ ପଇସା ଆଦାୟ କରି ସେ ତାର ଅୟସ କରିବ, ସେଥିପାଇଁ ଅନେକ ପୁଅ ମଧ୍ୟ, ପୁଅ ହଉ ଝିଅ ହଉ, ସେ ବ୍ୟସ୍ତ। ସେ ଜାଣୁଛନ୍ତି ବାପା ମାଗିଲେ ଦେବନି, ତେଣୁ ଗୋଟେ କିଛି ପ୍ଲାନ୍ ପ୍ରୋଗ୍ରାମ କରିକିରି ପ୍ଲାନିଂ କରିକି ବାପାଠୁ ପଇସା ଆଦାୟ କରିବେ। ବାବା କହିଲେ ବାପ ଚାହୁଁଛି ପୁଅକୁ ଠକିବାକୁ। ବାପା ବି ଗୋଟେ ବାପା ବି ଅଛନ୍ତି, ପୁଅ କାଳେ ଆକୁ ଖର୍ଚ୍ଚ କରିଦେବ, ତେଣୁ ସିଏ ମଧ୍ୟ କଳ କୌଶଳ ଲଗେଇ ଟଙ୍କାକୁ କି ସୁନାକୁ ତାକୁ ଏମିତି ଜାଗାରେ ଲୁଚେଇ ରଖୁଛନ୍ତି ଯେମିତି ପୁଅକୁ ଜଣେଇ ଦେଉନାହାନ୍ତି। ବାପ ଚାହୁଁଛି ପୁଅକୁ ଠକିବା ପାଇଁ, ପୁଅ ଚାହୁଁଛି ବାପକୁ ଠକିବା ପାଇଁ। ଭଳିଆ ଗୋଟେ ଗୀତ ଲେଖିଛି, ଖଳ ପୂର୍ଣ୍ଣ ମାୟା ବାଲି ଏ ମୂଢ଼ ଭଳିଆ ହୁଏ ପୁଣି ଚର୍ମ ଟିକେ ଭଲ ପାଏ ନା, ତାକୁ ଟିକେ ଭଲ ପାଏ ନା। ଏଇଆ ଚାଲିଛି ଦୁନିଆ। ଆଉ ବାପ ପୁଅକୁ ଠକିବାକୁ, ମାନେ ଠକିବାକୁ ମାନେ କ'ଣ? ବାପ ପୁଅକୁ ଭୁଲିବାକୁ ଚେଷ୍ଟା କରୁଛି, ପୁଅ ବି ବାପକୁ ଭୁଲିବାକୁ ଚେଷ୍ଟା କରୁଛି। ସେମିତି ସ୍ତ୍ରୀ ବି ଭାବୁଛନ୍ତି, ଆରେ ସବୁ ସ୍ତ୍ରୀ ନୁହନ୍ତି, ଅନେକ ଆମ ଭାରତବର୍ଷରେ ଅନେକ ପରିବାର ଅଛି, ସ୍ୱାମୀ ସମ୍ପତ୍ତି କିଣେ, ସ୍ତ୍ରୀ ନାଁରେ ଜମି ରେଜିଷ୍ଟ୍ରି ହୁଏ। ଏମିତି ବି ପରିବାର ଅଛି, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଅତି ନିବିଡ଼। ପୁଣି ଏମିତି ବି ମାନେ ସ୍ୱାମୀ ସ୍ତ୍ରୀ ଅଛନ୍ତି, ସ୍ତ୍ରୀ ଚାହୁଁଛି ସ୍ୱାମୀକି ଠକିବା ପାଇଁ। ସ୍ୱାମୀ ପାଖରେ ବହୁତ ଅର୍ଥ ଅଛି, ସେ ପଇସାକୁ କଳ କୌଶଳେ କିଛି ଆଦାୟ କରି ନିଜ ନାଁରେ କେଉଁଠି ରଖିଦେବ, କି ଲୁଚେଇକି ରଖିଦେବ, ନହେଲେ ନିଜର ପିତୃଳାଳୟକୁ ବାପ ଘରକୁ ପଠାଇଦେବ। ଏହିସବୁ କଥା କେଉଁଠି ସ୍ୱାମୀ କହୁଛନ୍ତି, ଏତେ ଗୁଡ଼ାକ ପଇସା ଯଦି ମୋ ସ୍ତ୍ରୀ ଜାଣିବ, ସେ କାଳେ ନେଇଯିବ, ତା ବାପ ଘରକୁ ନେଇଦେବ। ତେଣୁ କେଉଁଠି ସ୍ତ୍ରୀ ଚାହୁଁଛି ସ୍ୱାମୀକି ଠକିବା ପାଇଁ, ସ୍ୱାମୀ ବି କେଉଁଠି ଚାହୁଁଛି ସ୍ତ୍ରୀକି ଠକିବା ପାଇଁ। ଆଉ ସ୍ୱାମୀ ସ୍ତ୍ରୀଙ୍କର ଠକାଠକି ବେପାର ନାହିଁ, ସେଇଟା 25% ହେଇପାରେ, କିନ୍ତୁ 75% ଏଇଆ ହିଁ ଚାଲିଛି। ସେଇଭଳି ବାବା କହିଲେ, ଭକ୍ତ ଚାହୁଁଛି ଭଗବାନଙ୍କୁ ବି ଠକିଦେବ। ଏପଟରେ ଭଗବାନ ଭଗବାନ ଭଗବାନ, ଝୁଣ୍ଟି ପଇଲେ ଭଗବାନ, ଖାଇଲା ବେଳେ ଭଗବାନ, ଶୋଇଲା ବେଳେ ଭଗବାନ, ବିପଦରେ ଭଗବାନ, ଦୁଃଖରେ ଭଗବାନ, ସୁଖରେ ଜମା ଭଗବାନ ନାହାନ୍ତି। କେବଳ ଦୁଃଖ ପଇଲେ, ରୋଗ ପଇଲେ, ଅପମାନିତ ହେଲେ ଭଗବାନ ଭଗବାନ। କିନ୍ତୁ ଭଗବାନ ଯେ ଆମକୁ କ'ଣ ଗୀତାରେ କହିଛନ୍ତି କେବେ ପଢ଼ିଛୁ? କେତେଜଣ ଗୀତା ପଢ଼ନ୍ତି? ଭଗବାନ ଉଦ୍ଧବକୁ ଭାଗବତରେ କ'ଣ କହିଲେ ତାକୁ କିଏ ପଢ଼ିଛୁ? 11 ସ୍କନ୍ଦ କଥା ମୁଁ କହୁଛି, ଅନ୍ୟ କଥା କହୁନି। ଆମେ ଆମ ଧର୍ମ କଥା କହିବା। ଯେଉଁମାନେ ଅନ୍ୟ ଧର୍ମର ଲୋକ, ସେମାନେ ତାଙ୍କ ଧର୍ମଶାସ୍ତ୍ର ପଢ଼ନ୍ତୁ। ତେଣୁ ଭଗବାନ, ଭକ୍ତ ଭଗବାନଙ୍କୁ ଠକିବାକୁ ଚେଷ୍ଟା କରୁଛି। ମଣିଷ ମର୍ଡର କରିଦେଇକିରି ଆସି ଭଗବାନଙ୍କ ମନ୍ଦିରରେ ବସି ପ୍ରାର୍ଥନା କରୁଛି, ପ୍ରଭୁ ମୁଁ ଗୋଟେ ଭୁଲ କାମ କରିଦେଲି, ମୋତେ କ୍ଷମା ଦିଅ, ଆଉ ମୋ ପୋଲିସ ହାତରେ ମୁଁ ଧରା ନ ପଡ଼େ।
ଆରେ ଏ କଥାଟା ଆଗରୁ ଚିନ୍ତା କଲୁନି। ଆଜି ଦେଖନ୍ତୁ 2-3 ଦିନ ତଳେ କନିକା ରାଜବାଟୀର ମଝିଆ ରାଜାଙ୍କର ପୁଅ ବୋଧେ ତା ନିଜ ମାକୁ ବାଡ଼େଇକିରି ମାରିଦେଇଛନ୍ତି। ସବୁଆଡ଼େ ତା ଚହଳ ପଇଲା। ତ ତାଙ୍କ ଷ୍ଟେଟମେଣ୍ଟ, ତାଙ୍କ ବୋହୂଙ୍କ ଷ୍ଟେଟମେଣ୍ଟ ଆମେ ଶୁଣୁଥିଲୁ। ସେ ମାଙ୍କୁ ଦୋଷ ଦେଉନଥିଲେ, କିନ୍ତୁ ମା ଏତେ ଏକଛତ୍ରବାଦ ଶାସନ ଚଲେଇଥିଲେ, ପୁଅ ବହୁତ ଦିନ ତାକୁ ସହିଲେ, ଶେଷକୁ ବୋଧେ ଆଉ ସହିପାରିଲେନି। ଆଉ ତେଣୁ ଆଜି ମା ପୁଅ ଭିତର ସମ୍ବନ୍ଧ ଏଇଆ। ଖାଲି ମାର ଦୋଷ ପୁଅର ଦୋଷ ନାହିଁ, କିମ୍ବା ପୁଅର ଦୋଷ ମାର ଦୋଷ ନାହିଁ, ଇଏ କଥା ଆଦୌ ନୁହେଁ। କୋଉଠି ମାର ଦୋଷ, କୋଉଠି ପୁଅର ଦୋଷ, କୋଉଠି ଶାଶୁର ଦୋଷ, କୋଉଠି ବୋହୂର ଦୋଷ। ତେଣୁ ଭକ୍ତ ବି ଭଗବାନଙ୍କୁ ଠକିବାକୁ ଚେଷ୍ଟା କରୁଛି। ସବୁଯାକ ଭୁଲ କାମ କରିବି, ଭଗବାନଙ୍କୁ ପ୍ରାର୍ଥନା କରିବି। ସେଇଭଳି ଭାବରେ ଗୁରୁ ଚାହୁଁଛି ଶିଷ୍ୟକୁ ଠକିବା ପାଇଁ, ଶିଷ୍ୟ ଚାହୁଁଛି ଗୁରୁଙ୍କୁ ଠକିବା ପାଇଁ। ଇଏ କଥାଟା ଟିକେ କହିଲାକୁ ଅଡୁଆ ଲାଗୁଛି। ଯିଏ ପ୍ରକୃତରେ ଗୁରୁ, ସେ କେବେ ଶିଷ୍ୟକୁ ଠକନ୍ତି ନାହିଁ। ଯିଏ ପ୍ରକୃତରେ ବ୍ୟବସାୟିକ ଗୁରୁ, ପ୍ରତିଷ୍ଠାବାଦୀ ଗୁରୁ, ସେ ସବୁବେଳେ ଶିଷ୍ୟକୁ ଠକନ୍ତି। ତାଙ୍କ ଆଶ୍ରମକୁ ବଢ଼େଇବା ପାଇଁ କି ଗୋଟେ କ'ଣ କରିବା ପାଇଁ ଏମିତି ଗୋଟେ କୌଶଳ ସେ ଅବଲମ୍ବନ କରନ୍ତି। ଯେମିତି ଆପଣ ଦେଖିବେ ବହୁତ କଥା ଅଛି, ମାନେ ବିଭିନ୍ନ ଭେଳିକି ଦେଖେଇ ସରଳ ମନର ମଣିଷମାନଙ୍କୁ ସେମାନେ ଲୁଟ୍ କରୁଛନ୍ତି। ଖାଲି ଭେଳିକି ମୋତେ ଅମୁକ ଠାକୁର ଲାଗିଲେ, ମୋତେ ଅମୁକ ଠାକୁରାଣୀ ଲାଗିଲେ, ମୋତେ ଅମୁକ ହେଲା, ଯଦି ତୁମେ ମୋ କଥା ନ ମାନିବ ମୁଁ ତୁମକୁ ଅଭିଶାପ ଦେବି। ଏମିତି ଗୁଡ଼ାଏ। ଆଉ କିଛି ଅଛନ୍ତି, ମୁଁ ଏମିତି କରିଦେବି, ମୁଁ ସେମିତି କରିଦେବି। ଆରେ କରିଦଉନା, କହୁଛ କାହିଁକି? ଯିଏ କରିବ ସେ କହିବ କାହିଁକି? ଆଉ କିଛି ଅଛନ୍ତି, ଫଟୁରୁ ମହୁ ଝରିଲା। ଆରେ ଫଟୁରୁ ଯଦି ମହୁ ଝରିଲା, କିଲେ ଖଣ୍ଡେ ଝରୁନି, କିଛି ପିଲାଙ୍କୁ ବାଣ୍ଟି ଦେବା। ତୁଳସୀ ପତ୍ର ମହୁ ଖାଇକିରି ତାଙ୍କ କାଶ କଫ କମିବ। ଆଉ ଫଟୁରୁ କ'ଣ ଗୋଟେ ମହୁ ଝରୁଛି, ସେ ମହୁ କେତେ ଜଣଙ୍କ କାମରେ ଲାଗୁଛି, କେତେ ଦେଶର କ'ଣ କାମରେ ଲାଗୁଛି। ଆଉ କିଏ କହୁଛି ଆମ ଗୁରୁଙ୍କ ପାଦରୁ ମହୁ ଝରୁଛି। ମୁଁ କହିଲି ପାଦଟା ଗୋଟେ ଇନଫେକ୍ସନ ଏରିଆ, ସେଠୁ କ'ଣ ମହୁ ଝରୁଛି, ତାକୁ କାହିଁ ଖାଇବ? ନାଇଁ, ପାଦକୁ ଛାଡ଼ି ହାତରୁ ଝରୁନାହାନ୍ତି, କିଲେ ଖଣ୍ଡେ ଦିଅନ୍ତୁ ଝରେଇକିରି। ତେଣୁ ଏଇ ଭଳିଆ ଭକ୍ତମାନଙ୍କର ଭାବ ବିହୋଳତା, ଭକ୍ତମାନଙ୍କର କିଛି ଭୁଲ ନାହିଁ। ସରଳ ନିଷ୍କପଟ ଭଦ୍ର ମଣିଷକୁ ଠକିବା ପାଇଁ ବିଭିନ୍ନ ପ୍ରକାର ଭେଳିକି ସୃଷ୍ଟି ହେଇଛି। ତମ ସ୍ୱାମୀ ସ୍ତ୍ରୀ ଭିତରେ ପଡ଼ିବନି, ସ୍ୱାମୀ ସ୍ତ୍ରୀ ଭିତରେ ପଡ଼ିବନି, ଦିଆଯାଉଛି ଡେଉଁରିଆ। ଏ ଡେଉଁରିଆଟା ଗୋଟେ ପିଲା କହିଲା, ମୋ ବୋଉ ମୋତେ କହିଲା ତୁ ଆଜି ଯିବୁ, ସେ ଅମୁକ ଜାଗାରେ ଡେଉଁରିଆଟା ବିକ୍ରି ହେଉଛି, ଏ ଡେଉଁରିଆ ଦେଉଛନ୍ତି, ପୁଅ ଝିଅ ହେବ। ସିଏ ପୁଅଟି ବୋହୂଟିକି ଧରି ମା କଥାରେ ଡେଉଁରିଆ ଆଣିବାକୁ ଗଲା। ବାଟରେ ଭାବିଲା, ବାବା ଯଦି ଏ କଥା ଶୁଣିବେ ଆଉ ମୋତେ ମଠରେ ପୁରେଇ ଦେବେନି। ସେ ତା ସ୍ତ୍ରୀକି କହିଲା, ଆମେ ଯିବାନି, ବାବାଙ୍କ ମଠକୁ ପଳେଇବା। ବାବାଙ୍କ ମଠରେ ବି ଡେଉଁରିଆ ଥାଏ, ଠାକୁରଙ୍କ ତୁଳସୀ ପଶିକି ଥାଏ, ଛୋଟ ଛୋଟ ପିଲାମାନଙ୍କୁ ଦିଆଯାଏ। ସେଇଥିରୁ ଗୁଡ଼ା ନେଇ ଆସିବା। ଆଉ ସେ ସେଇଆ କଲା। ବୋଉ ମନ ଖୁସି। ତାର 2-3 ଦିନ ପରେ ଶାଶୁ ବୋହୂଙ୍କ ଭିତରେ ଏମିତି ଗୋଟେ କନଫ୍ଲିକ୍ଟ ସୃଷ୍ଟି ହେଲା, ବୋହୂଟାର ପେଡ଼ି ପୁଟଲା ବାନ୍ଧିକି ବାପ ଘରକୁ ପଳେଇଲା।
ବୋଉ ତାର ବାପ ଘରେ ଏପର୍ଯ୍ୟନ୍ତ ବି ଅଛି, ପୁଅ ଠାର ତା ଘରେ ଅଛି, ମା ତାର ମା ତା ଜାଗାରେ ଅଛି। ଆଉ ଦେଉରିଆ କିନ୍ତୁ ପିନ୍ଧା ହେଇଛି। ଏଇଥିରୁ ବୁଝିବେ ଆଜି ଆମ ସମାଜରେ ଆଜି ବି କେମିତି ଆମେ ଭକ୍ତ ହେଇଛୁ, କେମିତି ଆମେ ଭଗବାନ। ତେଣୁ ଶିଷ୍ୟ ଗୁରୁଙ୍କୁ ଯଦି ଠକିଲେ, ଗୁରୁ ବି ଶିଷ୍ୟକୁ ଠକିଲେ। ଶିଷ୍ୟ ଗୁରୁଙ୍କ ନାଁରେ ବହୁତ କଥା, ମାନେ ଗୁରୁ କିଛି ନ କହିବା ପୂର୍ବରୁ ଶିଷ୍ୟ ଆଗତୁରା ପ୍ରଚାର କରିଦେଉଛି, ଆମ ଗୁରୁ ଏମିତି ନାହିଁ ସେମିତି, ସେ ବା ସମୁଦ୍ରରୁ ବାତ୍ୟା ଆଉଥିଲା ତାକୁ ଉଡ଼େଇ ଦେଲେ, ସେ ଅମୁକ କଲେ। ତେଣୁ ବାବୁ ଏଗୁଡ଼ାକ ବାହାଦୁରୀ ବାହାସ୍ପଟ ଗପ ଛାଡ଼ି ଇଏ ଭାରତ ବର୍ଷର କେତେ ମହାପୁରୁଷ, ଏଇ ଓଡ଼ିଶାର ବାୟା ଦେଖନ୍ତୁ, ବୈକୁଣ୍ଠ, ମଧୁସୂଦନ, ଅଭିରାମ, ଆହୁରି କେତେ ଫକଡ଼ ବାବା, ଏଇ କେତେ କେଉଁ ବାବା ମାନେ ଅଛନ୍ତି, ଅସୁରାଳୀର ବୈରାଗୀ, କର୍ମବୀର ବ୍ରହ୍ମାନନ୍ଦ, ଆଉ ମୋର ତ ହଠାତ୍ କିଛି ମନେ ପଡ଼ୁନି, ଏମାନେ କ'ଣ କିଛି ମିରାକଲ୍ ଦେଖେଇଛନ୍ତି। ଭାରତ ବର୍ଷର ସାଧୁ ସନ୍ତମାନଙ୍କ କଥା ଦେଖନ୍ତୁ, ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର, ଶ୍ରୀ ଶ୍ରୀ ଠାକୁର ଓଙ୍କାର ନାଥ, ଶ୍ରୀ ଶ୍ରୀ ଠାକୁର ସ୍ୱରୂପାନନ୍ଦ, ଏଇଭଳି ଅନେକ ମହାପୁରୁଷ ମାନେ, ଯୋଗାନନ୍ଦ, ହରିହରାନନ୍ଦ ଗିରି, ବାବାଜୀ ମହାରାଜ, ଏଇଭଳି ଯେଉଁମାନେ ମହାପୁରୁଷ ମାନେ ପୃଥିବୀକି ଆସିଥିଲେ, କ'ଣ ସେ ସବୁ ଏଇ ଠକାଠକି କରୁଥିଲେ? କିଏ କୀର୍ତ୍ତନ କରୁଥିଲା, କିଏ ଯୋଗ କରୁଥିଲା, କିଏ ବାଣୀ ସରଳ ଭାବରେ ବୁଝଉଥିଲା। ଆଉ ଏମାନେ ଯିଏ କରୁଛନ୍ତି ଲାଭଟା କ'ଣ ପାଉଛନ୍ତି? ତେଣୁ ସଜ୍ଜନ, ସମୟ ହେଇଛି, କଥା ଏଠି ରଖିବା, ନିଜକୁ ସମୀକ୍ଷା କର। ଇଏ ହେଉଛି ସବୁ ମହାପୁରୁଷଙ୍କର ବାଣୀ। ଗୋଟେ କୃଷ୍ଣଙ୍କର ରୂପକୁ ସେ ବର୍ଣ୍ଣନା କରୁଛନ୍ତି ଏବଂ ସେ ବର୍ଣ୍ଣନା ଭିତରେ ସେଇ ଚିତ୍ରିତ କୃଷ୍ଣଙ୍କର ମାନସ କଳ୍ପିତ ବର୍ଣ୍ଣନାରେ ବୈକୁଣ୍ଠ ସେଇଠି ରହିଯାଇଛନ୍ତି ଧ୍ୟାନସ୍ଥ। ଏଇ ଭାରତ ବର୍ଷରେ ଏତେ ପ୍ରକାର ଧର୍ମ ଅଛି, କ'ଣ ସେ ତାକୁ ଦେଖିଛନ୍ତି? ଆମେ ତ ହିସାବ କରିନୁ। ତେବେ ଏତେ ଧର୍ମର ଆବଶ୍ୟକ ନାହିଁ। ଗୀତାର ଗୋଟିଏ ଶ୍ଲୋକ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି। ଜାଗ ହେ